सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। उर्वशी को हराई पुरुरबा उन्मत्त प्राय सर्वदिगरे भ्रमी सरस्वती कूଳରେ ତାଙ୍କୁ ଭେଟିଲେ। ରାଜାଙ୍କ ବ୍ୟାକୁଳତା ଦେଖି ଉର୍ବଶୀ ସଂସାରରେ ନାରୀଙ୍କ ସ୍ୱଭାବ ଏବଂ ଦୁର୍ଗୁଣ ସମ୍ପର୍କରେ ଚେତାଇଲେ। ଶେଷରେ ଗନ୍ଧର୍ବଗଣଙ୍କୁ ପୂଜା କରିବାର ଉପଦେଶ ଦେଇ ଏବଂ ବର୍ଷକ ପରେ ମିଳନର ଆଶ୍ୱାସନା ଦେଇ ଉର୍ବଶୀ ପ୍ରସ୍ଥାନ କଲେ। ତ୍ରେତା ଯୁଗ ପ୍ରବେଶରେ ରାଜା ଉର୍ବଶୀଙ୍କୁ ମନରେ ଧ୍ୟାନ କରି ଯଥାବିଧି ଯଜ୍ଞରେ ବେଦମନ୍ତ୍ର ଉଚ୍ଚାରଣ ସହ ଆହୁତି ଦେବା ଫଳରେ ଉର୍ବଶୀ ତାଙ୍କ ପୁରରେ ପହଞ୍ଚିଲେ। ଉଭୟଙ୍କ ମିଳନରେ ଅଗ୍ନିବର୍ଣ୍ଣ ସଦୃଶ 6 ଭାଇ ଜନ୍ମ ହେଲେ। ତ୍ରେତା ଯୁଗରେ ପୁରୁରବା ଦେହ ତ୍ୟାଗ କରି ଗନ୍ଧର୍ବ ଲୋକ ଗମନ କଲେ। ସୁକୌବାଚ ପୁଷ୍ପାମ୍ବୁସୁତ ଗାଧି ନାମ ଅତି ସୁନ୍ଦର ଗୁଣ ଧାମ ତାହାର କନ୍ୟା ସତ୍ୟବତୀ ତା କଥା ଶୁଣ ହୋ ନୃପତି ରୁଚିକ ନାମେ ବ୍ରହ୍ମ ଋଷି କନ୍ୟା ମାଗିଲେ ତାକୁ ଆସି ଦେଖିଣ ବୃଦ୍ଧ ତା ଶରୀର ସେ ଗାଧି ନ ବରିଲା ବର ବୋଲେ ରୁଚିକ ମୁଖ ଚାହିଁ କନ୍ୟା ଲଭିବୁ ଯେବେ ତୁହି ହୋଇବୁ ମୋର କନ୍ୟା ବର ତୁ ଏବେ ମୋର ବୋଲ କର। ସହସ୍ର ମତେ ଦିଅ ଚନ୍ଦ୍ରର ପ୍ରାୟ ଯାର ଦେହ କର୍ଣ୍ଣ ହୋଇବ ଶ୍ୟାମ ବର୍ଣ୍ଣ ତେବେ ମୁଁ ଦେବି କନ୍ୟା ଦାନ ହେମନ୍ତେ ରାଜାର ବଚନେ ରୁଚିକ ବରୁଣ ଭୁବନେ ମିଳି ବରୁଣକୁ ମାଗିଲେ ବରୁଣ ଶାସ୍ତ୍ରେ ଅଶ୍ଵ ଦେଲେ ସେ ଅଶ୍ଵ ଆଣି ମୁନି ଦେଲା ସତ୍ୟବତୀ କି ବିବାହ ହେଲା ରୁଚିକ ପତ୍ନୀ ପୁତ୍ର ଅର୍ଥେ ବିଚାରି ମାତାର ସହିତେ ପୁତ୍ର କାମନା କରିବେନି କାମନା କଲେ ଚରୁ ଘେନି ଯଜ୍ଞ ଆରମ୍ଭେ ପୁତ୍ର ଅର୍ଥେ ଚରୁ ସଞ୍ଚିଲା ବେଦ ମନ୍ତ୍ରେ ମାତା ଦୁହିତା ଅର୍ଥେ ବେନି ଚରୁ ସାଧିଲା ମହାମୁନି ସେ ଚରୁ ଦେଇ ପତ୍ନୀ ହସ୍ତେ ରୁଚିକ ଗଲେ ସ୍ନାନ ଅର୍ଥେ ଯେ ଚରୁ କଲା ମହାତ୍ମା ଶୁଣ ସେ ଚରୁର ମହିମା ଏକ କ୍ଷତ୍ରିୟ ବିପ୍ର ଏକ ସେ ଚରୁ ବିପରୀତ ଦେଖ ସତ୍ୟବତୀର ମୁଖ ଚାହିଁ ମାତା ବୋଲଇ ଭ୍ରାନ୍ତି ବହି ତୋ ଚରୁ ମୋର ହସ୍ତେ ଦିଅ ମୁଠାରେ ଯେବେ ଅଛି ସ୍ନେହ ହେମନ୍ତ ମାତା ମୁଖ ଶୁଣି ତକ୍ଷଣେ ରାଜାର ଦୁଲଣି ଆପଣା ଚରୁ ମାତା ହସ୍ତେ ଦେଲା ସେ ପ୍ରିୟ ଭାବ ମତେ ଚରୁ ଭୁଞ୍ଜିଲେ ବେନି ନାରୀ ଏବେ ହୋ ଶୁଣ ଦଣ୍ଡଧାରୀ ରୁଚିକ ସ୍ନାନ ସାରି ଜଳେ ଗୃହେ ମିଳିଲେ ରାତ୍ର କାଳେ ମିଳିଲେ ସତ୍ୟବତୀ ସଙ୍ଗେ ପ୍ରଚଣ୍ଡ ତେଜ ତାର ଅଙ୍ଗେ ନିକଟେ ବସି ନ ପାରଇ ବୋଲଇ ପତ୍ନୀ ମୁଖ ଚାହିଁ ତୁ ଘୋର କର୍ମ କିମ୍ପା କଲୁ ତୋ ଚରୁ ମାତା ହସ୍ତେ ଦେଲୁ ପ୍ରଚଣ୍ଡ ହୋଇବ ତୋ ସୁତ ତାତେ ଯେ କମ୍ପିବ ଜଗତ ଭ୍ରାତା ହୋଇବ ବ୍ରହ୍ମ ମୁନି ସନ୍ତୋଷ ସମଦମ ଘେନି ତା ଶୁଣି ସତ୍ୟବତୀ ଭାଳେ ପଡ଼ିଲା ସ୍ୱାମୀ ପାଦ ତଳେ କହି କପଳେ ଦେଇ ହସ୍ତ ପ୍ରଚଣ୍ଡ ନହୁ ମୋର ସୁତ ରୁଚିକ ପତ୍ନୀର ବଚନେ ଭବିଷ୍ୟ ସୁମରିଲେ ମନେ କହିଲେ ସୁତ ତୋ ସୁତର ହେଉ କ୍ଷତ୍ରିୟ ମହାବୀର ହେମନ୍ତେ ରୁଚିକ ବଚନେ ପୁତ୍ର ଜନ୍ମିଲା ବିପ୍ରବନି ଅତି ସୁନ୍ଦର ସୁକୁମାର ରୂପେ ମହିଳା ତିନି ପୁର ତାହାର ଯମଦଗ୍ନି ନାମ ତେଜେ ବିରାଜେ ଅଗ୍ନି ସମ ପୁତ୍ର ପ୍ରସବୀ ସତ୍ୟବତୀ ଭଜିଲା ନଦୀଙ୍କର ଗତି ସେ ନଦୀ ରୂପେ ବହି ଗଲା କୌଶିକୀ ନାମ ପୁଣ୍ୟ ଜଳା ରେଣୁକା ରେଣୁର ଦୁହିତା ପୁଣ୍ୟ ପବିତ୍ର ଶୁଦ୍ଧ ଚିତା ଅତି ସୁନ୍ଦରୀ ସୁକୁମାରୀ ସେ କନ୍ୟା ଯମଦଗ୍ନି ବରି ତା ଗର୍ଭେ ଯମଦଗ୍ନି ବୀର୍ଯେ ପୁତ୍ରେ ଜନ୍ମିଲେ ବିଷ୍ଣୁ ତେଜେ ବସୁମଦାଦି ପୁତ୍ର ତୁଲେ ପରଶୁରାମ ଉପୁଜିଲେ ସେ ବାସୁଦେବ ଅଂଶେ ଏକ ହୈ ରାଜା କୁଳାନ୍ତକ ପରଶୁ ଦକ୍ଷ କରି ଧରି କୋପେ ଭ୍ରମିଲା ବସୁନ୍ଧରି ଯେ ଦୁଷ୍ଟ କ୍ଷତ୍ରିୟ ରାଜନ ବ୍ରାହ୍ମଣେ ନ କରନ୍ତି ମାନ୍ୟ କ୍ଷତ୍ରିୟ ଗର୍ଭେ ମତ ଭ୍ରମେ ଆବୃତ ହୋଇ ରଜତମେ ଏକବିଂଶ ବାର ଭ୍ରମିଲା ଧରଣୀ କ୍ଷତ୍ରିହୀନ କଲା। ପରୀକ୍ଷିତ ବାଚ ଭୂମୁନି କହମଗ୍ରତେ ଦୁଷ୍ଟ କ୍ଷତ୍ରିୟ ଏ ଜଗତେ କ୍ଷତ୍ରିୟ ହଇ ହୟ ବଂଶ কিবা বিষ্ণুরে কলে দোষ যে দোষে করে শস্ত্র ধরি
निक्षत्र कले वसुन्धरी सुकौवाच कहन्ति सुक मुनिवर सुन हे उत्तरा कुमार अर्जुन नामे वीर अंशे जन्मिले हई हय वंशे दत्त जे नारायण अंश तापादे होइले विश्वास अनेक आराधना कले से तांकु तो से वर देले तपे सहस्र भुज धरी तेज सामर्थ्य जस सिरी अणिमादि अष्ट सिद्धि लभिला अनेक समृद्धि भ्रमये तीनि भुवने प्रचंड जे सने पवने दिने कस्तिरी गण संगे दिग विजय कला रंगे कामिनी संगे रस भोले पसिला रे नदी जले बई जयंती माला गले नारीଙ୍କ संगे जले खेले जल निषेधी क्रीड़ा काले नदी बांधिला भुज बले भुज उपरे भुज देला नदी जलकु बंदी कला नदी बहिला प्रति स्रोते बाम दक्षिणे ग्राम जेते पर्वत आदि घोर वन स्थल गभीर देवस्थान प्रलय प्राय जलपुरे कामिनी गणे क्रीड़ा करे एही समय दशानन दिग विजय करी मन माहिष्मतिपुर समीपे शिविर नेई तहि स्थापे जलरे प्लावित शिविर देखि कुपित दश शिर अर्जुन पासे से मिलिला निंदित वाक्य गाली देला ता सुनी सहस्र अर्जुन हेले बांधिला दशानन मर्कट प्राय बांधी करी बंधनागारे नेई भरी अनेक दिन से रखिला अवज्ञा करी छाड़ी देला पुणी अर्जुन एक दिने मृगया अर्थे गला बने ताहार अश्वबल जेते रविर किरणे तृषिते बुलन्ते गिरि घोर बने मिलिले जमदग्नि स्थाने राजांको देखि मुनि जाने बसाई सुवर्ण आसने पूजिले नाना उपहारे कल्पित यज्ञ धेनु क्षीरे सर्व सुवर्णमय चाही जे कामे काम धेनु दुही अद्भुत देखि नृपमणि संकोचे मने मने गुणी भृत्य कुराई आज्ञा देला ए धेनु घेन रे बोइला मुनिंकी अनादर करी तक्षणे गला दंडधारी से धेनु बत्सा संगे बांधे पथे चलन्ते धेनु कांदे।